ଆପଣମାନେ ମଧ୍ୟ ସୁଭଦ୍ରା ଟଙ୍କା ପାଇବାକୁ ଚାହୁଁଛନ୍ତି କି? ତେବେ ଜାଣି ରଖନ୍ତୁ ଏସବୁ ସର୍ତ୍ତ, ନଚେତ୍ ଯେତେ ଯାହା କଲେ ବି କେବେ ଆପଣଙ୍କ ନାମରେ ହୋଇପାରିବନି ଟଙ୍କା। ଓଡ଼ିଶାରେ ଲାଗୁ ହୋଇଛି ସୁଭଦ୍ରା ଯୋଜନା। ମହିଳାଙ୍କ ପାଇଁ ଯୁଗାନ୍ତକାରୀ ଯୋଜନା ଲାଗୁ କରିବା ପାଇଁ ପୂର୍ବରୁ ରାଜ୍ୟର ନୂଆ ବିଜେପି ସରକାର ଘୋଷଣା କରିସାରିଛନ୍ତି। ମୋଦିଙ୍କ ଜନ୍ମଦିନରେ ହିଁ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଏହି ଯୋଜନାର ଲଞ୍ଚିଂ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ସେପ୍ଟେମ୍ବରରେ କିଛି ମହିଳାଙ୍କ ଆକାଉଣ୍ଟକୁ ଆସିଛି 5,000 ଟଙ୍କା। ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନାର ଲାଭ ଉଠାଇବା ପାଇଁ ରାଜ୍ୟରେ ଅଧିକାଂଶ ମହିଳା ଯୋଗ୍ୟ ବିବେଚିତ ହୋଇଛନ୍ତି। କିନ୍ତୁ କିଛି ମହିଳାଙ୍କ ଖାତାକୁ ଆସିନି ଟଙ୍କା। ସେମାନେ ଆପ୍ଲାଏ କରିଥିଲେ ବି ସେମାନଙ୍କୁ ଏହି ଯୋଜନାର ଲାଭ ମିଳିନାହିଁ। ସୁଭଦ୍ରା ଯୋଜନାକୁ ନେଇ ପୂର୍ବରୁ ଗାଇଡଲାଇନ୍ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଯାଉଥିବା ସୁଭଦ୍ରା ଯୋଜନାର ବିସ୍ତୃତ ଗାଇଡଲାଇନ୍ ପ୍ରକାଶ ପାଇଛି। କେଉଁମାନେ ଏଥିରୁ ବାଦ୍ ପଡ଼ିବେ ସେ ବିଷୟରେ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଆସିସାରିଛି। ତେବେ ଆସନ୍ତୁ ଜାଣିବା କେଉଁମାନେ ଏହି ଯୋଜନାରୁ ଉପକୃତ ହେବେ ଓ କେଉଁମାନେ ବାଦ୍ ପଡ଼ିବେ। ସୁଭଦ୍ରା ଯୋଜନାର ଆବେଦନ କରିବାକୁ କିଛି ମାନଦଣ୍ଡ ପୂରଣ ହେବା ନିହାତି ଜରୁରୀ। ଯେଉଁ ହିତାଧିକାରୀଙ୍କୁ ମାସକୁ 1,500, ବର୍ଷକୁ 18,000 ସରକାରୀ ସହାୟତା ଥିଲେ ସେ ଏହି ଯୋଜନା ପାଇଁ ଅଯୋଗ୍ୟ। କାର୍ କିମ୍ବା ଟ୍ରାକ୍ଟର ପରି 4 ଚକିଆ ଯାନର ମାଲିକମାନେ ଆବେଦନ କରିପାରିବେ ନାହିଁ। ଜଳସେଚିତ ଜମି 5 ଏକରରୁ ଅଧିକ ଥିଲେ ଅଯୋଗ୍ୟ। ଅଣଜଳସେଚିତ ଜମି 10 ଏକରରୁ ଅଧିକ ଥିଲେ ସେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ନୁହନ୍ତି। ଯେଉଁ ପରିବାରର ସଦସ୍ୟ ସରକାରୀ ଚାକିରିରେ ନିୟୋଜିତ ସେମାନେ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ସରକାରୀ ପେନ୍ସନ୍, ଛାତ୍ରବୃତ୍ତି ସୁବିଧା ମିଳୁଥିଲେ ଓ ପରିବାର କେହି ଏମ୍ଏଲ୍ଏ କିମ୍ବା ଏମ୍ପି ହୋଇଥିଲେ ସୁଭଦ୍ରା ଯୋଜନାର ଲାଭରୁ ବଞ୍ଚିତ ହେବେ। ଆୟକର ଦେଉଥିବା ଯେକୌଣସି ବ୍ୟକ୍ତି ଏବଂ ଲାଇସେନ୍ସ ପ୍ରାପ୍ତ ଅସ୍ତ୍ରଶସ୍ତ୍ର ଥିବା ବ୍ୟକ୍ତି ମଧ୍ୟ ଅଯୋଗ୍ୟ। ପଞ୍ଚାୟତ କିମ୍ବା ୟୁଏଲ୍ବିର ଜନପ୍ରତିନିଧି ହୋଇଥିଲେ ଜଣେ ହିତାଧିକାରୀଙ୍କ ନାମ ସୁଭଦ୍ରା ତାଲିକାରୁ କାଟି ଦିଆଯିବ। ହିତାଧିକାରୀମାନେ ଆବେଦନ ପ୍ରକ୍ରିୟା ସମୟରେ ସଠିକ୍ ଏବଂ ନିର୍ଭୁଲ ସୂଚନା ପ୍ରଦାନ କରିବା ନିହାତି ଜରୁରୀ। ଯଦି ଯେକୌଣସି ସମୟରେ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୁଅନ୍ତି ତୁରନ୍ତ ଲାଭର ସମାପ୍ତ କରି ଦିଆଯାଇଥିବା ଲାଭ ପୁନରୁଦ୍ଧାର ଏବଂ ଠକେଇ ପାଇଁ ଆଇନଗତ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି। ଯଦି ଅନୁମୋଦିତ ହିତାଧିକାରୀ ଦୁର୍ଭାଗ୍ୟଜନକ ଘଟଣାରେ ମୃତ୍ୟୁ ଘୋଷିତ ହୁଅନ୍ତି ତେବେ ଅନୁମୋଦିତ ସହାୟତା ବାତିଲ କରାଯାଇ ମୃତ ବ୍ୟକ୍ତିଙ୍କ ନାମରେ ଦିଆଯାଉଥିବା ଲାଭ ଦାବି କରାଯାଇପାରିବ ନାହିଁ ବୋଲି ସରକାର କହିଛନ୍ତି। ଯଦି ଆପଣମାନଙ୍କୁ ନ୍ୟୁଜ୍ଟି ଭଲ ଲାଗିଥାଏ ତେବେ ଗୋଟେ ଲାଇକ୍, କମେଣ୍ଟ, ସେୟାର କରିବାକୁ କେବେ ଭୁଲିବେନି। ହଁ ଆଜ୍ଞା, ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଜୟ ଜଗନ୍ନାଥ।